ରାଧେ ରାଧେ। ସପ୍ତମ ଶ୍ରେଣୀ ସାହିତ୍ୟ ବହିର ତୃତୀୟ ପଦ୍ୟର ପ୍ରଶ୍ନୋତ୍ତର କରିବା ଜାତୀୟ ପକ୍ଷୀର। ଫାଷ୍ଟ ଦିଟା ପାଠ ମୁଁ ପଢ଼େଇ ଦେଇଛି, ଦିଟା ପାଠର ପ୍ରଶ୍ନୋତ୍ତର ମଧ୍ୟ ଛାଡ଼ି ଦେଇଛି। ଯେମାନେ ଭିଡ଼ିଓ ଦେଖିନଥିବ ଡେସ୍କ୍ରିପସନରେ ଲିଙ୍କ ଦେଇଦେବି, ଭିଡ଼ିଓ ଯାଇକି ଦେଖିଦେବ। ଏବେ ଦେଖ ଜାତୀୟ ପକ୍ଷୀର ପ୍ରଶ୍ନୋତ୍ତର କରିବା। ଜାତୀୟ ପକ୍ଷୀଟା ବି ମୁଁ ଭଲ ଭାବରେ ପଢ଼େଇ ଦେଇଛି, ବୁଝେଇ ଦେଇଛି। କବି ପରିଚୟ ମଧ୍ୟ କହିଦେଇଥିଲି। କେଗୁଡ଼ା ପ୍ରଶ୍ନ ହେବ ମଧ୍ୟ ମୁଁ କହିଦେଇଥିଲି। ଯେମାନେ ଏଇ ଭିଡ଼ିଓଟା ବି ଦେଖିନଥିବ ସେମାନେ ଭିଡ଼ିଓ ଦେଖିଦେବ। ମୁଁ ଏଇଟା ବି ଡେସ୍କ୍ରିପସନରେ ଲିଙ୍କ ଦେମି। ଫାଷ୍ଟ ପ୍ରଶ୍ନ ଦେଖ, ମୁଁ ଯାହା ବୁଝିଲି। ଆମେ ପାଠରୁ କ'ଣ ବୁଝିଥିଲେ ସେଇଟା ହିଁ ଦେଖିବା, ପ୍ରଶ୍ନ କରିବା। କ ନମ୍ବର ପ୍ରଶ୍ନ କ'ଣ ଦେଇଛି? ନିମ୍ନରେ କେତେ ଗୁଡ଼ିଏ ପ୍ରଶ୍ନ ଦିଆଯାଇଛି, କବିତାକୁ ଆଧାର କରି ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ଏକ ନମ୍ବର କ'ଣ ଦିଆହେଇଛି? କବିତା ଆଧାରରେ ରୂପେ ସୁକୁମାର ଗୁଣେ ସରସ କାହାକୁ ଲକ୍ଷ୍ୟ କରି କୁହାଯାଇଛି? କ ନମ୍ବର ଅପସନ୍ ଦେଇଛି ଆକାଶକୁ ଲକ୍ଷ୍ୟ କରି କୁହାଯାଇଛି। ଖ ନମ୍ବର ଅପସନ୍ରେ ମେଘକୁ ଲକ୍ଷ୍ୟ କରି କୁହାଯାଇଛି। ଗ ନମ୍ବର ଅପସନ୍ କୁସୁମକୁ କୁହାଯାଇଛି। ଘ ନମ୍ବର ଅପସନ୍ର ମୟୂରକୁ କୁହାଯାଇଛି। କାହାକୁ କୁହାଯାଇଛି? ରୂପେ ସୁକୁମାର ଗୁଣେ ସରସ କାହାକୁ ଲକ୍ଷ୍ୟ କରି କୁହାଯାଇଛି? ମୟୂରକୁ ଲକ୍ଷ୍ୟ କରି କୁହାଯାଇଛି। ଦେଖ କ'ଣ କୁହାଗଲା? ଘକୁ ମୟୂରକୁ କୁହାଯାଇଛି। ଘ ନମ୍ବର ଅପସନ୍। ପଦ୍ୟାଂଶରେ ବିହଙ୍ଗମେ ସାର ବା ଶ୍ରେଷ୍ଠ ପକ୍ଷୀ ମୟୂର ସୌନ୍ଦର୍ଯ୍ୟ ଓ ଗୁଣକୁ ଏଠାରେ ବର୍ଣ୍ଣନା କରାଯାଇଛି। ତାପରେ ପ୍ରଶ୍ନ ଦେଖ କ'ଣ କୁହାଗଲା? 2 ନମ୍ବର ପ୍ରଶ୍ନ ଦେଖ କ'ଣ କୁହାଗଲା? ଭାରତର ଗୁଣ, ଗର୍ବ, ସାହସ, ଶକ୍ତି ତଥା ମୈତ୍ରୀ ଭାବ କାହା ପାଖରେ ଠୁଳ ହୋଇଛି? କ ନମ୍ବର ଅପସନ୍ କ'ଣ ଦେଇଛି? ଅଶ୍ୱିନୀ। ଖ ନମ୍ବର ବିଜୁଳି। ଗ ନମ୍ବର ମୟୂର। ଘ ନମ୍ବର ବିଷଧର। ଉତ୍ତର ହେବ ମୟୂର। ଦେଖ ଏଠି ଉତ୍ତର ମୟୂର କାହିଁକି ହେଲା? କବିତାର ଶେଷ ପଦରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଭାରତର ଏହି ସମସ୍ତ ବିଭବ ମୟୂର ଠାରେ ଠୁଳ ହୋଇଛି, ସେଥିପାଇଁ ତାକୁ ଜାତୀୟ ପକ୍ଷୀ କୁହାଯାଇଛି। 3 ନମ୍ବର ପ୍ରଶ୍ନ ଦେଖ କ'ଣ କୁହାଗଲା? ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା। ଏହି ପଂକ୍ତିରେ କେଉଁ ଋତୁର କଥା କୁହାଯାଇଛି? କ ନମ୍ବର ଗ୍ରୀଷ୍ମ ଋତୁ କଥା କୁହାଯାଇଛି। ଖ ନମ୍ବର ଅପସନ୍ ବସନ୍ତ ଋତୁ କଥା କୁହାଯାଇଛି। ଗ ନମ୍ବର ଅପସନ୍ରେ ବର୍ଷା ଋତୁ କଥା କୁହାଯାଇଛି। ନା ଘ ନମ୍ବର ଅପସନ୍ରେ ଶରତ ଋତୁ କଥା କୁହାଯାଇଛି? ପଢ଼େଇଲା ବେଳେ କୁହାଯାଇଥିଲା ବର୍ଷା ଋତୁ କଥା ଏହି କବିତାରେ କୁହାଯାଇଛି। କାରଣ ଦେଖ ବର୍ଷା ଋତୁ କଥା କାହିଁକି କୁହାଯାଇଛି? କାରଣ ଆକାଶରେ ମେଘ ମାନେ ଜଳଦ ଜମା ହେବା ଏବଂ ବିଜୁଳି ମାରିବା ବର୍ଷା ଋତୁରେ ଲକ୍ଷଣ ଅଟେ। ତାପରେ ପ୍ରଶ୍ନ ଦେଖ କ'ଣ କୁହାଗଲା? ଆସ ଆମେ ମେଳ କରିବା। କରେ କ'ଣ ଦିଆହେଇଛି? ନିମ୍ନରେ କବିତାର କେତେକ ପଂକ୍ତି ଓ ତାର ସମ୍ଭାବିତ ଅର୍ଥ ପ୍ରଦତ୍ତ ହୋଇଛି। ବାମରେ ଥିବା ପଂକ୍ତି ସହ ଡାହାଣରେ ଥିବା ଭାବାର୍ଥକୁ ମେଳ କରି ସଜାଡ଼ି ଲେଖିବା। ତାହେଲେ ଏଠି ପ୍ରଶ୍ନ କ'ଣ କୁହାଯାଇଛି? କ ସ୍ତମ୍ଭ ଖ ସ୍ତମ୍ଭ ଦେଇଛି ଯୋଡ଼ିବା ପାଇଁ। କବିତାର ଗୋଟେ ପଦ ଦେଇଛି, ପଦ ସହିତ କ'ଣ ଅର୍ଥ ହେବ ତାର ଅର୍ଥଟା ଖ ସ୍ତମ୍ଭରେ ଦେଇଛି, ତା ସହିତ ଯୋଡ଼ିବ ନେଇକି। ବୁଝିପାରିଲ ପ୍ରଶ୍ନଟା? ପ୍ରଶ୍ନର ଉତ୍ତର ଦେଖିବା। ଦେଖ ଉତ୍ତର ଦେଖ କ'ଣ ହେବ? ସତ ସୁଷମାକୁ ଯାଉଛି ବଳି, ଶହ ଶହ ସୌନ୍ଦର୍ଯ୍ୟକୁ ଟପି ଯାଉଛି। ମାନେ ତାର ଅର୍ଥ ହେଉଛି କ'ଣ? ଶହ ଶହ ସୌନ୍ଦର୍ଯ୍ୟକୁ ଟପି ଯାଉଛି। ସୁତୁଳ ନୟନେ ଜିମୁତେ ଦେଖି, ତାର ଅର୍ଥ କ'ଣ? ଭଲ ଭଲ ଆଖିରେ ମେଘକୁ ଚାହିଁ। ଆକାଶେ ବସିଲା ଜଳଦ ମେଳା, ତାର ଅର୍ଥ କ'ଣ ହେବ? ଆକାଶରେ କଳା କଳା ମେଘ ଦେଖାଦେଲା। ବୁଝିପାରିଲ? ତାପରେ ପ୍ରଶ୍ନଟା କ'ଣ ଦେଲା? ଖଲେ ବିନା ଦର ଉଚିତ ବେଳେ, ବିନାଦି ଧାରେ ସୁନ୍ଦର ପୁଚ୍ଛକୁ ଖୋଲିବା। ଉନ ମନ ମନେ କପାଳ ଟେକି, ତାର ଅର୍ଥ କ'ଣ ହେବ? ଉନ୍ମନ ମନରେ ପୁଚ୍ଛ ଟେକି। କ ନମ୍ବର ପ୍ରଶ୍ନ ଗଲା। ଦେଖ ତାପରେ ଖ ନମ୍ବର ପ୍ରଶ୍ନ କ'ଣ ଦେଇଛି? ନିମ୍ନରେ ବର୍ଷା ଓ ମୟୂର ସମ୍ପର୍କିତ କେତେକ ଶବ୍ଦ ଦିଆଯାଇଛି, ସେଗୁଡ଼ିକୁ ବାଛି ବର୍ଷା ଓ ମୟୂର ସହ ଯୋଡ଼ିବା। ଉତ୍ତର ଦେଖ ତାହେଲେ କ'ଣ ହେବ? ବର୍ଷା ସହିତ ଆଉ ମୟୂର ସହିତ କ'ଣ ସବୁ ଯୋଡ଼ି ହେଇକି ଅଛି? ବର୍ଷା ସହିତ ସେରକମ ଅଶ୍ୱିନୀ ସ୍ୱନ ମାନେ ବଜ୍ରପାତର ଶବ୍ଦ। ଜଳଦ ମେଳା ସହିତ ମେଘମାଳା। ଶୀତଳ ସମୀର ଥଣ୍ଡା ପବନ ଯେଉଁ ଯେଟା କୁହାଗଲା। କଦମ୍ବ କୁସୁମ ଯେଟା କୁହାଗଲା ବର୍ଷାରେ ଫୁଟୁଥିବା କଦମ୍ବ ଫୁଲ। ଆଉ ଗୋଟେ ଦେଖ ସେଇଭଳି ସବୁଜ କେଦାର, ବର୍ଷାରେ ସବୁଜ ହୋଇଯାଇଥିବା ବିଲ। ବର୍ଷା ସହିତ ଯୋଡ଼ି ହେଇଥିବା এই 5ଟା ସମ୍ପର୍କିତ ଶବ୍ଦ ବୁଝିପାରିଲ? ତାପରଟା ଦେଖ ମୟୂର ସହିତ। ମୟୂରର ସେଇଭଳି କ'ଣ କୁହାଗଲା? ସୁତୁଳ ନୟନ, ତାର ଅର୍ଥ କ'ଣ? ସୁନ୍ଦର ଆଖି, ମୟୂର ସହିତ ଯୋଡ଼ି ହେଇକି ଅଛି। ଉନ ମନ କପାଳ, ଆନନ୍ଦିତ ପୁଚ୍ଛ ଯେଟାକୁ କୁହାଗଲା। ସୁମଣ୍ଡଳ ଚୂଳ, ଗୋଲାକାର ମୁକୁଟ ଯେଟାକୁ କୁହାଗଲା। ସୁନୀଳ ଗ୍ରୀବା, ତାର ଅର୍ଥ କ'ଣ? ନୀଳ ରଙ୍ଗର ବେକ ଯେଟାକୁ କୁହାଗଲା। ଏସବୁ କ'ଣ? ମୟୂର ସହିତ ଯୋଡ଼ି ହେଇକି ଅଛି। ଆଉ ଗୋଟେ କ'ଣ ହେବ? ବିହଙ୍ଗମ ମାନେ ପକ୍ଷୀ ବା ମୟୂର। এটা ବୁଝିପାରିଲ? এই 5ଟା ମୟୂର ସହିତ ଯୋଡ଼ି ହେଇକି ଅଛି। ପଦ୍ୟାଂଶର ଆଲୋଚନା। କ ନମ୍ବର ପ୍ରଶ୍ନ ଦେଖ କ'ଣ କୁହାଗଲା?
ଶ୍ରବଣରେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। ଏଟାର ଅର୍ଥ କ'ଣ ହେବ? ଆକାଶରେ ବିଜୁଳି ଓ ଘଡ଼ଘଡ଼ିର ଶବ୍ଦ ଯେତେବେଳେ ମୟୂର କାନରେ ପଡ଼େ ସେତେବେଳେ ସେ ଆନନ୍ଦିତ ହୋଇ ନିଜର ମଧୁର କଣ୍ଠରେ ମାନେ ଷଡ଼ଜ ସ୍ୱରରେ ବା ସଙ୍ଗୀତର ପ୍ରଥମ ସ୍ୱରରେ ଗୀତ ଗାଇ ଉଠେ ବା କେକା ଧ୍ୱନି କରେ। କ ନମ୍ବର ଉତ୍ତରଟା ବୁଝିପାରିଲ। ତାପରେ ଦେଖ ଖ ନମ୍ବର ଯିବା। ଖ ନମ୍ବର ଦେଖ ସେଇଭଳି କ'ଣ କୁହାଗଲା? ବିହଙ୍ଗମେ ସାର, କେଡ଼େ ରାଜକୀୟ ଭଙ୍ଗିମା ତାର। ଉତ୍ତରରେ କ'ଣ ହେବ? ପକ୍ଷୀମାନଙ୍କର ବିହଙ୍ଗମ ମାନେ କାହାକୁ କୁହାଯାଇଛି? ପକ୍ଷୀମାନଙ୍କୁ କୁହାଯାଇଛି। ମଧ୍ୟରେ ମୟୂର ହେଉଛି ସବୁଠାରୁ ଶ୍ରେଷ୍ଠ ବା ସୁନ୍ଦର ପକ୍ଷୀ। ତାର ଚାଲିଚଳନ, ବେକର ଗଢ଼ଣ ଏବଂ ପୁଚ୍ଛର ସୌନ୍ଦର୍ଯ୍ୟରେ ଏକ ଅପୂର୍ବ ରାଜକୀୟ ଠାଣି ବା ଗାମ୍ଭୀର୍ଯ୍ୟ ଭରି ରହିଛି। ଖ ନମ୍ବରଟା ବୁଝିପାରିଲ? ଯଦି ବୁଝିପାରିବନି ମୋତେ କମେଣ୍ଟରେ ପଚାରିବ। ଗ ନମ୍ବର ପ୍ରଶ୍ନ ଦେଖ କ'ଣ କୁହାଗଲା? ଚତୁର ପଣେ ସେ ନର୍ତ୍ତନ ଛଳେ, ଖୋଜେ ବିନା ଶିବ ଅରାତି ବଳେ। ଉତ୍ତରରେ କ'ଣ ହେବ? ମୟୂର ଅତି ଚତୁରତାର ସହ ନାଚିବା ଛଳରେ ନିଜର ଶତ୍ରୁ ଅରାତି ବିଷ କରି ସାପ ମାନେ ବିଶେଷ କରିକି ସାପକୁ କୁହାଯାଇଛି ଅରାତି ମାନେ କୁ ଖୋଜିଥାଏ ଏବଂ ନିଜର ବଳ ପ୍ରୟୋଗ କରି ତାକୁ ବିନାଶ କରିଥାଏ। ଏହା ମୟୂରର ବୀରତ୍ୱକୁ ଦର୍ଶାଉଛି। এই ପଦ ଗୁଡ଼ାକ ପଢ଼େଇଲା ବେଳେ ବି ମୁଁ ଭଲ ଭାବରେ ବୁଝେଇଥିଲି, ତାର ଅର୍ଥ ତା ମାନେ ଯେଟା ସେଇଗୁଡ଼ାକ ଏଠି ଲେଖା ହେଇଛି। ଏଇଟା ହେଉଛି ଉତ୍ତର ହେବ ସେଇଟା, ବୁଝିପାରିଲ। ତାପର ପ୍ରଶ୍ନ ଦେଖ କ'ଣ କୁହାଯାଇଛି? ଚିନ୍ତା ଓ ବିଚାର କରି ଉତ୍ତର ଦିଅ। କ ନମ୍ବର ପ୍ରଶ୍ନ କ'ଣ ଦେଲା? ଆବେଗେ ଅନାଇ ସ୍ୱାଗତ ହେ ଘନ, ଉଠିଲା ଗାଈ। ଏଠାରେ କିଏ କାହାକୁ ଅନେଇକି କିଏ କାହାକୁ ସ୍ୱାଗତ କଲା ବୋଲି କୁହାଯାଇଛି? ଉତ୍ତରରେ କ'ଣ ହେବ ଦେଖ? ଏଠାରେ ମୟୂର ଆବେଗରେ ଆକାଶରେ ଥିବା ନୂଆ ମେଘକୁ ଅନାଇଲା। ମୟୂର ତାର ମଧୁର ସ୍ୱରରେ ଗୀତ ଗାଇ ନୂତନ ମେଘକୁ ସ୍ୱାଗତ ହେ ଘନ ବୋଲି କହି ସ୍ୱାଗତ କଲା। ବୁଝିପାରିଲ କ ନମ୍ବର ଉତ୍ତରଟା? ତାପରେ ଦେଖ ସେଇଭଳି ଖ ନମ୍ବର ପ୍ରଶ୍ନ କ'ଣ ଦିଆହେଇଛି? ଖଳ ଜୀବ ମନେ ଆଣେ ସେ ଭୀତି, ଦେଖାଏ ତା ଆଗେ ବଡ଼ିମା ରୀତି। ଏଠାରେ କବି କାହିଁକି ଏକଥା ବ୍ୟକ୍ତ କରିଛନ୍ତି? ଉତ୍ତରରେ କ'ଣ ହେବ? ମୟୂର କେବଳ ଏକ ସୁନ୍ଦର ପକ୍ଷୀ ନୁହେଁ, ସେ ମଧ୍ୟ ଅତ୍ୟନ୍ତ ସାହସୀ। ଖଳ ଜୀବ ବା ଦୁଷ୍ଟ ପ୍ରକୃତିର ବିଷଧର ସାପମାନଙ୍କର ମନରେ ମୟୂର ଭୟ ଜାତ କରାଇଥାଏ। ସେହି ଶତ୍ରୁମାନଙ୍କ ଆଗରେ ସେ ନିଜର ବୀରତ୍ୱ, ଶକ୍ତି ଏବଂ ଗର୍ବ ପ୍ରଦର୍ଶନ କରିଥାଏ। ମୟୂରର ଏହି ନିର୍ଭୀକତା ଓ ଶକ୍ତିଶାଳୀ ରୂପକୁ ବର୍ଣ୍ଣନା କରିବା ପାଇଁ କବି ଏକଥା ବ୍ୟକ୍ତ କରିଛନ୍ତି। ବୁଝିଗଲ ଖ ନମ୍ବର କ୍ୱେଶ୍ଚନଟା। ତାପରେ ଗ ନମ୍ବର ପ୍ରଶ୍ନ ଦେଖ, ସେଥିପାଇଁ କିବା ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା। କେଉଁ କେଉଁ ଗୁଣ ପାଇଁ କବି ମୟୂରକୁ ଜାତୀୟ ପକ୍ଷୀ ବୋଲି ପ୍ରକାଶ କରିଛନ୍ତି ଲେଖ। ଉତ୍ତରରେ କ'ଣ ହେବ? ଭାରତବର୍ଷର ଅନେକ ଶ୍ରେଷ୍ଠ ଗୁଣ ଯଥା ମହାନ ଗୁଣ, ଗୌରବ ମାନେ ଯେଟାକୁ ଗର୍ବ କୁହାଗଲା ଗଦ୍ୟ ରୂପରେ ଲେଖା ହେଇଛି, ଅଦମ୍ୟ ସାହସ, ଶକ୍ତି, ମୈତ୍ରୀ ଭାବ, ଉତ୍କୃଷ୍ଟ ନୃତ୍ୟ, ମଧୁର ଗୀତ ଏବଂ ଅପୂର୍ବ ଶିଳ୍ପକଳାର ସମାହାର ମୟୂରଠାରେ ଦେଖିବାକୁ ମିଳେ। ମୟୂରଠାରେ ଆମ ଦେଶର ଏହି ସମସ୍ତ ଜାତି ପ୍ରତିଭା ବା ସଦ୍ଗୁଣ ଠୁଳ ହୋଇଥିବାରୁ କବି ତାକୁ ଭାରତର ଜାତୀୟ ପକ୍ଷୀ ବୋଲି ପ୍ରକାଶ କରିଛନ୍ତି। ଗ ନମ୍ବର ପ୍ରଶ୍ନର ଉତ୍ତର ବୁଝିପାରିଲ। ତାପରେ ପ୍ରଶ୍ନ ଦେଖ, ଅନୁମାନ ଓ କଳ୍ପନାରୁ। କ ନମ୍ବର ପ୍ରଶ୍ନ କ'ଣ ଦିଆହେଇଛି? ମୟୂର ଏକ ଅସାଧାରଣ ପକ୍ଷୀ, ଏହାର ସ୍ୱତନ୍ତ୍ରତା କ'ଣ? ଉତ୍ତରରେ କ'ଣ ହେବ? ମୟୂରର ସୁନ୍ଦରତା ରୂପ, ସୁନୀଳ ବେକ, ଗୋଲାକାର ମୁକୁଟ ଭଳି ଚୂଳ ଏବଂ ରଙ୍ଗବେରଙ୍ଗର ଆକର୍ଷଣୀୟ ପୁଚ୍ଛ ତାକୁ ଅନ୍ୟ ପକ୍ଷୀମାନଙ୍କ ଠାରୁ ଅଲଗା କରେ। କେବଳ ସୌନ୍ଦର୍ଯ୍ୟ ନୁହେଁ, ଏହାର ମଧୁର ସ୍ୱର, ଆନନ୍ଦରେ ନୃତ୍ୟ କରିବାର କଳା ଏବଂ ବିଷଧର ସାପମାନଙ୍କୁ ବିନାଶ କରିବାର ଅଦମ୍ୟ ସାହସ ଓ ବୀରତ୍ୱ ହିଁ ଏହାର ପ୍ରକୃତ ସ୍ୱତନ୍ତ୍ରତା। ବୁଝିପାରିଲ ଏତିକି ଯାଏଁ ସମସ୍ତେ? ତାପରେ ଦେଖ ସେଇଭଳି ଖ ନମ୍ବର ପ୍ରଶ୍ନ କ'ଣ ଦିଆଗଲା? ମୟୂରକୁ କାହିଁକି ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି? ଉତ୍ତରରେ କ'ଣ ହେବ? ଭାରତର ସମସ୍ତ ମହାନ ଗୁଣ ଯଥା ଶକ୍ତି, ସାହସ, ଗର୍ବ, ମୈତ୍ରୀ, ନୃତ୍ୟ, ସଙ୍ଗୀତ ଏବଂ ଶିଳ୍ପକଳାର ଏକତ୍ର ସମାହାର ମୟୂରଠାରେ ଦେଖିବାକୁ ମିଳେ। ଏହା ଆମ ଦେଶର ଜାତି ପ୍ରତିଭା ବା ଜାତୀୟ ଗୌରବର ପ୍ରତୀକ ହୋଇଥିବାରୁ ଏହାକୁ ଜାତୀୟ ପକ୍ଷୀର ମାନ୍ୟତା ଦିଆଯାଇଛି। ଖ ନମ୍ବର ଉତ୍ତର ବୁଝିପାରିଲ। ସେଇଭଳି ଦେଖ ଗ ନମ୍ବର ପ୍ରଶ୍ନର ଉତ୍ତର, ନୂଆ ମେଘକୁ ଦେଖି ମୟୂରର କି ପରିବର୍ତ୍ତନ ହେଲା? ଉତ୍ତରରେ କ'ଣ ହେବ? ଆକାଶରେ ନୂଆ କଳା ମେଘ ଓ ବିଜୁଳି ଦେଖି ମୟୂର ଅତ୍ୟନ୍ତ ଆନନ୍ଦିତ ହୋଇପଡ଼ିଲା। ଖୁସିରେ ସେ ନିଜର ଦୁଇ ଡେଣା ଓ ପୁଚ୍ଛକୁ ଖୋଲିଦେଲା ଏବଂ ନିଜ ମଧୁର ସ୍ୱରରେ ଗୀତ ଗାଇ ମେଘକୁ ସ୍ୱାଗତ କରି ନାଚିବାକୁ ଲାଗିଲା।
पढ़ेला बेले भी एगुड़ा सब आम भल भाव पढ़ी बुझी। तापर घ नंबर प्रश्न देख मयूरर वीरदर्प देखि केउ केउ जीव लुचिगले। उत्तर कौन हम मयूरर साहस शक्ति एवं वीरदर्प देखि जल जीव बा दुष्ट प्रकृतिर विषधर सर्प माने भୟରେ लुचिगले। ओ नंबर प्रश्न देख जदि तुमे मयूरर भाषा बुझीपारत तेबे ता सह कौन कथा हुअंत। उत्तर देख जदि मु मयूरर भाषा बुझीपारती तेबे मु ताकु पचारती तुमे एते सुंदर केमिति हेलो, वर्षा आसिले तुमको एते खुशी काहेकि लागे, तुमे तुमर सुंदर पुछ को किपरि सजाड़ी रख एवं जंगल रे भयंकर साप मानंकु तुमे किपरि निर्भय रे सामना कर। बुझ पारलो एतिकी। तापर प्रश्न देख भाषा जेटा ग्रामार पाठ्यपुस्तक रे सूचाई दिया जाइछि जे नाचिला ओ चाहिला हेउछि क्रियापद। कवितारे व्यवहृत होइथिबा सेहीपरि आउ केतेक क्रियापद खोजी लेखिबाकू कुहा जाइछि। कवितारे थिबा अन्य क्रियापद गुड़िक हेला बसिला, आकाशे बसिला, रचिला, रचिला खेला, शुभे जेरकम शुभे अश्विनी स्वन। आउ कौन क्रियापद देइछि देख खलुछि, खलुछि बन, जाउछि, जाउछि बही, देखी, जिमुते देखी, देउछि, देउछि झड़िलो छाड़ी, आसे, आसे चमकी, बाजन्ते, बाजन्ते थरे, अनाई, आवेग अनाई, उठिला, उठिला गाई, हसी उठू फुले, लुचिगले, लुचिगले काहीं, खोजे, खोजे विनाशिब। एतिकी जाए क्रियापद हैला। एगा सबू पढ़ी आमे कवितार क्रियापद गुड़िक बुझीपार एतिकी जाए सबू। तापर प्रश्न देख कौन कहला नाम ओ गुण संपृक्त पदावली। जेपरी सुनील ग्रीबारे ग्रीबा हेउछि नाम विशेष्य हेउछि एवं सुनील हेउछि तार गुण विशेषण हेउछि, सेहीपरि कवितारू आहुरी केतेक पद खोजी लेखिबाकू हेबो। शीतल समीर, से भली समीर हेउछि पवन, समीरर अर्थ कौन पवन, तार हेउछि सेटा हेउछि गोटे नामवाचक विशेष्य, शीतल हेउछि तार गुणवाचक विशेषण। से भली देख सुमंडल चूल, चूल हेउछि नाम आ सुमंडल हेउछि तार गुण। सुतल नयन, नयन हेउछि जेटा आखि नयन को कह जायछि सेटा हेउछि कोन नाम आ सुतल हेउछि तार गुण। नवीन घन, घन हेउछि जेटा मेघ हेउछि सेटा कोन नाम, नवीन हेउछि तार गुण। कृपण सलील, सलील हेउछि सलीलर अर्थ कोन जल, सेटा हेउछि गोटे नामवाचक विशेष्य, कृपण हेउछि तार गुण। सबुज शस्य, शस्य हेउछि नाम, सबुज हेउछि तार गुण। खल जीव, जीव हेउछि नाम, खल हेउछि कोन तार गुण। दुष्ट जेटा को खलर अर्थ हेउछि दुष्ट जेटा। राजकीय भंगिमा, भंगिमा हेउछि जो जेटा तार अर्थ कोन ठाणी बा चाली, सेटा हेउछि नाम आ राजकीय हेउछि तार गुण। एति जाय समस्त बुझी पारलो। तापर प्रश्न देखो कौन कहला शब्द ओ अर्थर खेल। एही खेल रे पत्र गुड़िक कवितार केतेक शब्द दिया जाइछि एवं पंजुरी भितरे सही शब्द गुड़िकर समार्थबोधक शब्द बा अर्थ दिया जाइछि, सेगुड़िकु सठिक भाव में मेल करी तले दिया जाइछि। समीरर देख पत्र रे थिबा शब्द गुड़िक कौन कौन हबो, पवन हबो, समीरण हबो, वायु हबो। एति जाय बुझी पारलो तार अर्थ होछि समीरर अर्थ होछि एगुडा सब। विहंगमर सेही भली पत्र रे दिया हिछि जो शब्द गुडा कौन कौन हबो, पक्षी हबो, विहंग हबो, खग हबो। बुझी पारलो। जलदर सेही भली मेघ, घन, बारिद। तापरे देखो अरातिर शत्रु, अरी, रिपु। बुझी पारलो एतिकी जाय। अश्विनीर से भली कौन हबो देख वज्र, पुलिस, पबी। आ तरुर गछ, वृक्ष, ध्रुम। एतिकी जाय समस्त बुझी पारलो। तापर प्रश्न देखो कौन कहछि कवितार खेल। एही विभाग रे कवितार प्रथम पद को आवृत्ति करिबा पई दिया जाइछि आकाशे बसिला जलद मेला, बिजुली तहिरे रचिला खेला, रही रही सुबे अश्विनी स्वन, कदम्ब कुसुम खलुछि बन, सिंह रही मही शीतल समीर जाउछि बही। देख एटा कवितार फास्ट पदरा दिया जाइछि, एहार अर्थ कौन हबो तार उत्तर देख। उत्तर कौन हबो वर्षा ऋतुर आगमन रे आकाश रे कला मेघ घटी आसीछि ओ बिजुली मारुछि, रही रही घड़घड़ी बा वज्रपातर शब्द शुभुछि, वर्षा पाई वन रे कदम्ब फूल फुटी उठिछि एवं पृथ्वी आनंद रे सिंहरित हेउछि ओ ठंडा पवन बहुछि। बुझी पारलो तार अर्थ।
तापर क नंबर प्रश्न देख कौन कहला कवितार मयूरर वर्णना एवं तार रूप गुणर वर्णना थिबा पदगुड़ी को खोजी बाहर कर। उत्तर रे कौन हम कवितार मयूरर सुंदर रूप एवं महान गुण को वर्णना करने पाई कवि अनेक वर्णनात्मक शैलीर प्रयोग करिसेंती। सेही पदगुड़िक है कौन रूप वर्णना सुनील ग्रीबाटी ढलाई धीरे सुंदर नील रंगर बेक जेटा को कहला। तापर पदटा देख सुमंडल चूल दलाई सिरे मुंडरे गोलाकार मुकुट बा चूल सुतुल नयने जिमुते देखी आकर्षणीय आखि उन मन मने कपाल टेकी आनंदित पुछ रूपे सुकुमार गुणे सरस सुंदर रूप। ए पांचटा होउची कवितार मयूरर रूप गुणर वर्णना करा जायथिबा पद गुड़िक बुझी पारलो भल भाबरे। तापर प्रश्न देख सेन कौन कहुई गुण और स्वभाव वर्णना विहंगमे सार केड़े राजकीय भंगिमा तार पक्षी मानक मध्य श्रेष्ठ एवं राजकीय ठाणी बोली कहुई चतुर पणे से नर्तन छले खोजे बिना शिव अराती बले चतुरता एवं शत्रु विनाश करिवार शक्ति भारतर जेते गुण गौरव साहस शक्ति मैत्री विभव भारतर प्रतीक भाव साहस शक्ति और मैत्री गुण। कवितार मयूरर गुण स्वभाव वर्णना करा जायथिबा पद गुड़िक बुझी पारलो। तापर प्रश्न देख ख नंबरटा कौन कहुई वर्षा ऋतुर वर्णना पाई आकाश बिजुली कदम्ब समीर शब्दर प्रयोग करी तुमे एही भली कविता लेखिबाकू चेष्टा कर। उत्तर रे कौन हम देख आकाश बिजुली समीर को लेकिन गोटे कविता आकाशरे मेघ लुचकाली खेले बिजुली कन्याटी हसी दिए बेले शीतल समीर परस पाई कदम्ब बनरे फूल हसई। बुझिपार कविताटा देख जातीय पक्षी मयूरर सबु प्रश्न उत्तर सरीगला। तापर या पर पाठटा पढ़िबा। जदि वीडियो भल लगी वीडियो को गोटे लाइक करिवो आ चैनल को सब्सक्राइब करके रखिथिबो जेते बेले मु या पर चैप्टर छाड़ीबी जेन समस्ते देखि पारिबो आ कमेंट रो जेटा बुझी पारलनी मते पचारिबो।